ମୋ ସ୍କୁଲ ଯୋଜନାରେ 60 ଲକ୍ଷ ଟଙ୍କାର ଦୁର୍ନୀତି ନେଇ ଭୋଗରାଇ ବ୍ଲକ ବଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ। 2020 ମସିହାରେ ମୋ ସ୍କୁଲ ଯୋଜନାରେ 60 ଲକ୍ଷ ଟଙ୍କା ସ୍କୁଲର କାର୍ଯ୍ୟ ପାଇଁ ଆସିଥିଲା ବେଳେ ମାତ୍ର ଅଳ୍ପ କିଛି ଟଙ୍କାରେ ନିମ୍ନମାନର କାର୍ଯ୍ୟ କରାଯାଇ ସମ୍ପୂର୍ଣ୍ଣ ଟଙ୍କାକୁ ହଡପ କରାଯାଇଥିଲା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌତମ ଦେ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭିଜିଲାନ୍ସ ଟିମ୍ ସ୍କୁଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛନ୍ତି। ବିଦ୍ୟାଳୟରେ ଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ଆସିଛି। ଗୌରୀଶଙ୍କର ମହାନ୍ତିଙ୍କ ରିପୋର୍ଟ। ମୁଁ ଶ୍ରୀ ଉତ୍ତମ କୁମାର ଦାସ, ଗାଁ ବଗଡ଼, ଏକ୍ସ ୱାର୍ଡ ମେମ୍ବର ଏବଂ ବର୍ତ୍ତମାନ ସ୍କୁଲରେ ମଧ୍ୟ ପ୍ରାଇଭେଟ୍ ଟିଚର ଅଛି। ତେଣୁ ଆମେ ଯାହା ହୃଦବୋଧ କରୁଛୁ, ଆଜି ବାଲେଶ୍ୱରରୁ ଭିଜିଲାନ୍ସ ଟିମ୍ ଆସିଛନ୍ତି ଏବଂ ଆମେ ଯାହା ଜାଣିବାକୁ ପାଇଲୁ ସ୍କୁଲରେ ବହୁ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ନିମ୍ନମାନ ରହିଛି ଏବଂ ସେ ଟଙ୍କାକୁ ଚଳୁ କରାଯାଇଛି। ଏଇଟା ଆମେ ଉପଲବ୍ଧି କରିଛୁ ଏବଂ ପ୍ରକୃତରେ ଏହାର ସତ୍ୟ ଉନ୍ମୋଚନ ହେଉ ଏବଂ ଯିଏ ଦୋଷୀ ତାକୁ ତା ପ୍ରତି ସରକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମେ ଗ୍ରାମବାସୀ ତରଫରୁ ଖୁସି ହେବୁ।